ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକରେ ଚାଷୀ ଆନ୍ଦୋଳନ ଉଗ୍ର ରୂପ ଧାରଣ। ଝରିଗାଁ, ଉମରକୋଟ ଏବଂ ରାଇଘର ବ୍ଲକର ଚାଷୀ ଭାଇ ଓ ଭଉଣୀମାନଙ୍କ ପରିଶ୍ରମ ଯୋଗୁଁ ଆଜି ନବରଙ୍ଗପୁର ଜିଲ୍ଲା ମକା ଏବଂ ଧାନ ଉତ୍ପାଦନ କ୍ଷେତ୍ରରେ ଖାଲି ଓଡ଼ିଶା ନୁହେଁ, ସର୍ବଭାରତୀୟ ସ୍ତରରେ ମଧ୍ୟ ସୁନାମ ଅର୍ଜନ କରିପାରିଛି। କିନ୍ତୁ ଓଡ଼ିଶା ସରକାରଙ୍କ ଚାଷୀ ବିରୋଧୀ ନୀତି ଯୋଗୁଁ ଆଜି ମକା ଏବଂ ଧାନ ଚାଷୀ ରାଜରାସ୍ତାରେ। ଆଉ 10 ଦିନ ପରେ 2026 ମସିହା ଆସିଯିବ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଣ୍ଡିରେ ଧାନ ବିକ୍ରି ଆରମ୍ଭ ହୋଇପାରିଲା ନାହିଁ। 69 ଟଙ୍କା କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ନୀରବ ବସ୍ତା ପାଇଁ ଧାନ କଟାଯାଇଛି, କିନ୍ତୁ ବସ୍ତା ଦିଆଯାଉ ନାହିଁ। କଟନୀ ଛଟନୀ ନାଁରେ 5ରୁ 10 କିଲୋ ପର୍ଯ୍ୟନ୍ତ କଟାଯାଇ ମିଲ୍ ମାଲିକ, ଲ୍ୟାମ୍ପସ୍, ଜିଲ୍ଲା ପ୍ରଶାସନ ଅଧିକାରୀ ଏବଂ ନେତା ମନ୍ତ୍ରୀ ମାଲାମାଲ ତତ୍ସଙ୍ଗେ ଅଞ୍ଚଳର ମକା, ଯାହା ଏ ଅଞ୍ଚଳର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିଥିଲା, ଆଜି ତାହା ଭୁଷୁଡ଼ିବାକୁ ବସିଲାଣି। ଗତ ବର୍ଷ ଏହି ସମୟରେ ଯେଉଁ ମକା 2300ରୁ 2400 ଟଙ୍କା ଥିଲା, ବର୍ତ୍ତମାନ 1800 ଟଙ୍କା କୁଇଣ୍ଟାଲ ପିଛା। 500ରୁ 600 ଆମ ଚାଷୀ କ୍ଷତି ସହୁଛନ୍ତି। ସେପଟେ କେନ୍ଦ୍ର ସରକାର ମକାର ସର୍ବନିମ୍ନ ସହାୟକ ମୂଲ୍ୟ 2400 ଟଙ୍କା ଧାର୍ଯ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ମକା ମିଶନ ଦ୍ୱାରା ଚାଷୀଙ୍କୁ ଉଚିତ ଦର ଯୋଗାଇବା ଏବଂ ସମସ୍ତ ପ୍ରକାର ସୁବିଧା ଯୋଗାଇବା ବଦଳରେ ମକା ମିଶନ କାର୍ଯ୍ୟକାରୀ କରାଯାଇ ନାହିଁ। ଆଜି ପର୍ଯ୍ୟନ୍ତ ମକା ମଣ୍ଡି ଝରିଗାଁ, ରାଇଘରରେ ଖୋଳାଯାଇ ପାରିଲା ନାହିଁ। ଉମରକୋଟରେ ମକା ମଣ୍ଡି ଖୋଲି କେବେ ବି ମକା କିଣାଗଲା ନାହିଁ। ଏଣୁ ରାଜ୍ୟ ସରକାରଙ୍କୁ ଅନୁରୋଧ, ଚାଷୀ ଦାବିଙ୍କୁ ଅଗ୍ରାଧିକାର ଦେଇ ଉପରଲିଖିତ ସମସ୍ୟାର ସମାଧାନ କରନ୍ତୁ। ନବରଙ୍ଗପୁର ଜିଲ୍ଲାରୁ ପ୍ରମୋଦ କୁମାର ନନ୍ଦଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ପୂର୍ବ ସରକାର ମଣ୍ଡି ବ୍ୟବସ୍ଥା କରିଥିଲେ ମକା ଚାଷୀ ପାଇଁ, ମକା ମଣ୍ଡି ପାଇଁ, କିନ୍ତୁ ସରକାର ବର୍ତ୍ତମାନ ରାଜ୍ୟ ସରକାର କିଣୁନାହାନ୍ତି। ସେଥିପାଇଁ ଚାଷୀର ଦାବି ରହିଲା, ଚାଷୀ ମକା ମଣ୍ଡି ଜରିଆରେ ମକା କିଣନ୍ତୁ, ଚାଷୀ ମକା କିଣନ୍ତୁ, ସରକାର କିଣିବେ। କାହିଁକିନା ସେଠି 2200-25 ଟଙ୍କା ଅଲରେଡ଼ି ଅଛି ମକା ରେଟ୍ଟା, କିନ୍ତୁ ବାହାରେ ଖୋଲା ବଜାରରେ 1600-1700 ଟଙ୍କା ବର୍ତ୍ତମାନ ମକା ଅଛି। ତ ସେଥିପାଇଁ ଚାଷୀମାନଙ୍କ ଦାବି ହେଲା ଖୁବ୍ ଶୀଘ୍ର ମକା ମଣ୍ଡି ଖୋଲି ମଣ୍ଡି ଜରିଆରେ ମକା କିଣନ୍ତୁ। स्ट्राइक केते दिन जा रही भाई? ମାନେ ଆଉ ସପ୍ତାହେ ବ୍ୟାପୀ ଷ୍ଟ୍ରାଇକ୍ ହେବ। ଯଦି ସରକାର କିଛି ଉପାୟ ନ କାଢ଼ନ୍ତି, ନ ମାନନ୍ତି, ଆଉ ଥରେ ଷ୍ଟ୍ରାଇକ୍ ବଢ଼ାଯିବ।